প্রিয় দর্শক বন্ধু পলিটিକାଲ ଭ୍ୟୁ ଚ୍ୟାନେଲକୁ ଆପଣମାନଙ୍କୁ ସାଦରେ ସ୍ୱାଗତ। ତେବେ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଟପିକ୍ ଉପରେ ଆଲୋଚନା କରିବା ଏବଂ ଜାଣିବା ଆପଣମାନେ ଜାଣିବେ ଭାରତର ସବୁଠାରୁ ଡେଞ୍ଜରିୟସ୍ ବା ବିପଦପୂର୍ଣ୍ଣ ରେଲୱେ ବ୍ରିଜ୍ ବାବଦ। ତେବେ ଏହା କେଉଁଠି ଅବସ୍ଥିତ, ଏହା କେବେ ସ୍ଥାପନା ହୋଇଥିଲା ଏବଂ ତା'ର ଦୃଶ୍ୟ ମଧ୍ୟ ଭିଜୁଆଲ୍ ମଧ୍ୟ ଆପଣ ସ୍କ୍ରିନ୍ରେ ଦେଖିପାରିବେ। ତେବେ ଆସନ୍ତୁ ପ୍ରିୟ ଦର୍ଶକ ବନ୍ଧୁ, ଏକ ଗୁରୁତ୍ୱପୂର୍ଣ୍ଣ ଟପିକ୍ ଉପରେ ଆମେ ଆଜି ଆଲୋଚନା କରିବା ଏବଂ କିଛି ନୂତନ କଥା ଜାଣିବା। ତା ପୂର୍ବରୁ ଯେଉଁ ଦର୍ଶକ ବନ୍ଧୁମାନେ ମୋର ଏଇ ପଲିଟିକାଲ ଭ୍ୟୁଜକୁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ଦୟାକରି ଏହାକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ ଏବଂ ମୋତେ ଉତ୍ସାହିତ କରନ୍ତୁ। ଆପଣମାନଙ୍କ ପାଇଁ ପ୍ରତ୍ୟେକ ଦିନ ମୁଁ ଏମିତି ନୂଆ ନୂଆ ଭିଡ଼ିଓ ଜାଣିବା ତଥ୍ୟ ଏବଂ ପଲିଟିକାଲ ରିୟୁମର ଉପରେ ତଥ୍ୟ ଆପଣଙ୍କୁ ଦେଇପାରେ। ତେବେ ଆସନ୍ତୁ ଆମେ ଜାଣିବା କେଉଁଠି ଭାରତର ସବୁଠୁ ବିପଦପୂର୍ଣ୍ଣ ରେଲୱେ ଟ୍ରାକ୍ ବା ରେଲୱେ ବ୍ରିଜ୍ ରହିଛି। ତାହା ହେଉଛି ପାମ୍ବନ ବ୍ରିଜ୍ ନାମରେ ପରିଚିତ। ତେବେ ଏହା କେଉଁଠାରେ ଅବସ୍ଥିତ? ରାମେଶ୍ୱରମ୍, ତାମିଲନାଡ଼ୁଠାରେ ଅବସ୍ଥିତ। ଭାରତର ତାମିଲନାଡ଼ୁ ରାଜ୍ୟରେ ରାମେଶ୍ୱରମ୍ ଠାରେ ଅବସ୍ଥିତ। ତେବେ ଏହାର ଲମ୍ବ ହେଉଛି 6776 ଫୁଟ ବା ମିଟରରେ ଯାହାକୁ ଦେଖାଯିବ 2065 ମିଟର। ତେବେ ଏଥିରେ 144ଟି ସ୍ପାନ୍ ରହିଅଛି। ଏହାର ଗଜ ହେଉଛି ବ୍ରଡ଼ ଗଜ। ତେବେ ଏହି ବ୍ରିଜ୍ଟି କାର୍ଯ୍ୟ ଆରମ୍ଭ ହୋଇଥିଲା 1911 ମସିହା ଅଗଷ୍ଟ ମାସରେ। ତେବେ କାର୍ଯ୍ୟ ଏହାର ଶେଷ ହୋଇଥିଲା 1914 ମସିହା ଫେବୃଆରୀ ମାସରେ। ତେବେ ଏହା ଲୋକଙ୍କ ପାଇଁ ତଥା ଟ୍ରେନ୍ ଚଳାଚଳ ପାଇଁ ଲୋକାର୍ପିତ ହୋଇଥିଲା 1914 ମସିହା ଫେବୃଆରୀ ମାସ 24 ତାରିଖରେ। ତେବେ ଦୀର୍ଘଦିନ ପରେ 2022 ମସିହାରେ ଏହାକୁ ବନ୍ଦ କରିଦିଆଯାଇଛି, କାରଣ ଏହାର ସ୍ପାନ୍ ଗୁଡ଼ିକ ମୂଳ ଭିତ୍ତି ଦୋହଲି ଯିବାରୁ ଅର୍ଥାତ୍ ଖରାପ ହୋଇଯିବାରୁ ବିପଦ ଆଶଙ୍କା କରି ଭାରତ ସରକାର ଏହି ବ୍ରିଜ୍କୁ ଗମନାଗମନ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ 2022 ମସିହା ଡିସେମ୍ବର 23 ତାରିଖରେ। ତେବେ ନୂତନ ବ୍ରିଜ୍କୁ ତାହା ଟ୍ରାନ୍ସଫର୍ ହୋଇଥିଲା।